बड़ विपद सारे पड़ी पांचटा पंचायतर लोक आम छुआ पाठ पढ़ी पारे स्कूल कॉलेज बस साधारण महिला मैंने जगतसिंहपुर जिला बंधुक मुନରେ ଲୋକମାନଙ୍କୁ ଭୟଭୀତ କରି ନଦୀ ପଠାରୁ ବାଲି ଲୁଟୁଛନ୍ତି ମାଫିଆ। ପ୍ରତ୍ୟେକ ଦିନ ଆଉ ରାତିରେ ଦେବୀ ନଦୀ ଶଯ୍ୟାରୁ ଉଠୁଛି ଟନ୍ ଟନ୍ ବାଲି। ତେଣୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିବା ବେଳେ ଦେବୀ ନଦୀ ପଠାରେ ଥିବା ଗାଁ ଗୁଡ଼ିକ ଏବେ ନଦୀ ଗର୍ଭରେ ଲୀନ ହେବାକୁ ଯାଉଛି। ଆମ ପୁରୀ ଜିଲ୍ଲାରେ ତାଳଦା ପଞ୍ଚାୟତ ତରାସାହି, ଜଗତସିଂହପୁର ଜିଲ୍ଲାର ତରାସାହି ଏବଂ ଆମ ପୁରୀ ଜିଲ୍ଲାରେ ରହୁଛି ବି ଲତାଣ ଗ୍ରାମ ପଞ୍ଚାୟତରେ କିଛି ଅଂଶ ଯାଉଛି ଏବଂ ଜଗତସିଂହପୁର ଜିଲ୍ଲାର ଡାହାଣିଖିଆ, ଗ୍ରାରୋଇ ଏବଂ ପୁରୀ ଜିଲ୍ଲାର ଆଉ ରହୁଛି ବି ଆମର ମୁତୁଣିଆ, ଭଣ୍ଡିସାହି, ବାଲିକୂଳ ଏ ଦୁଇ ଯାକ କ୍ଷତିଗ୍ରସ୍ତ ନିଶ୍ଚିନ୍ତ ହେବ। ଯଦି ବାଲି ଉଠାଯାଏ ତାହେଲେ ଆମେ ଦୀର୍ଘ ଦିନରେ ଆମେ ଅନଶନ କରିବୁ। ଆଜି ଏମ୍ପି ମହୋଦୟଙ୍କୁ ମଧ୍ୟ ଆମେ ଡାକିଥିଲୁ, ତାର ଆଜି ପ୍ରତିବାଦ କରିଛୁ। ଏମ୍ପି ମଧ୍ୟ ଆମ କଥା ଯଦି ନ ଶୁଣିବେ, ଯଦି ବାଲିଘାଟକୁ ନ ବନ୍ଦ କରନ୍ତି ଆଗାମୀ ଦିନରେ ଆମେ ପ୍ରତିରୋଧ କରିବୁ। ଶହ ଶହ ଲୋକଙ୍କୁ ଡାକି ଏବଂ ମାଆମାନଙ୍କୁ ଡାକି ଆଜି ଆମେ ରାସ୍ତାକୁ ବନ୍ଦ କରିବୁ। ତେବେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଥାନା ଠାରୁ କିଛି ଦୂରରେ ଥିବା ବାଲିକୂଳ, ଡାହାଣିଖିଆ ପାର୍ଶ୍ୱବର୍ତ୍ତୀ ଗାଁ ଓ ତାଳଦା ନଦୀ ପଠାରେ ବାଲି ମାଫିଆ ମାନେ ଚଳାଇଛନ୍ତି ରାଜ। ସେମାନେ ବାଲି ଲୁଟିବା ଫଳରେ ନଦୀ ଜଳର ଗତିପଥ ବଦଳିବା ସହିତ ନଦୀ କୂଳ ଖାଉଛି। ଏପରିକି ନଦୀ ଗର୍ଭରେ ସୃଷ୍ଟି ହୋଇଛି ବଡ଼ ବଡ଼ ଗର୍ତ୍ତ। ଏହାକୁ ନେଇ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି ନଦୀ କୂଳରେ ରହୁଥିବା 6ଟି ଗାଁ ଭଣ୍ଡିସାହି, ବାଲିକୂଳ, ଡାହାଣିଖିଆ, ତାଳଦା ଓ କୂଳସାହି। ବିଶେଷ କରି ରାତି ହେଲେ ବେଧଡ଼କ ଚାଲିଛି ବାଲି ଚୋରା ଚାଲାଣ। ରାତି ହେଲେ ପ୍ରଶାସନ ଶୋଇପଡୁଥିବା ବେଳେ ଏପଟେ ଲୁଟ୍ ହେଉଛି ହଜାର ହଜାର ଟ୍ରାକ୍ଟର ବାଲି। ତେବେ ଦେବୀ ନଦୀ କୂଳ କାକଟପୁର, ଅସ୍ତରଙ୍ଗ ଓ ଜଗତସିଂହପୁର ଜିଲ୍ଲା ଏହାର ସଂଲଗ୍ନ ଅଞ୍ଚଳ। ବାଲି ଚୋରା ଚାଲାଣକୁ ପ୍ରତିବାଦ କଲେ ବାଲି ମାଫିଆ ମାନେ ଖୁଲ୍ଲୁମ ଖୁଲ୍ଲା ବନ୍ଧୁକ ଦେଖାଇ ଦେଉଛନ୍ତି ଧମକ। କହିଲି ପରା ଡାଣିଖିଆ, ବାଲିକୂଳ, ମୁତୁଣିଆ, ତେଲସଳା, ଗାରେଇ, ସୁଆଁକଣ, ପାଇକଲା, ତାଳଦା ଆମର 4ଟା ପଞ୍ଚାୟତ କ୍ଷତି ହବ। ବାଲି ଲାଗି ଯାଇ ବାଲି ଉପରକୁ ଆସିକି ଆସିଲେ ପାଣିଟା ବାଲିଟା ପାଣିକୁ ଅଟକାଏ। ହଁ, ଡିପୋ ପୋତି ହେଇଗଲା ମାତ୍ରେ ବାଲି ପାଣି ଚାଲିଯିବ। ଆଉ କଲେକ୍ଟର ତ କହିଲା ମୁଁ ବନ୍ଦ କରିଦେବି ବୋଲି। ଆଉ ଆମେ ତ ବାଲି ତ ଆଣି ଗୁଣ୍ଡା ଗଳଗାଡି ଏଠି ଆସିକି ରିଭଲଭର ଦେଖାଉଛି ଆମ ବାଲି ଚାଲିବ। ଆଉ ଆଗକୁ ଆମେ ତ ଚାହୁଁଛୁ ବନ୍ଦ କରିବାକୁ, ଆମକୁ ଜେଲ ଯାଉଛୁ କଣ ହେଲା, ଜୀବନ ଯାଉ। ତେବେ ପ୍ରତିବର୍ଷ ଏହିପରି ଘଟଣା ଘଟୁଥିବାରୁ ଜଗତସିଂହପୁର ସାଂସଦଙ୍କ ଠାରେ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ତେଣୁ ସାଂସଦ ଗ୍ରାମବାସୀଙ୍କ ସହିତ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଆଉ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲାପାଳ, ପୁରୀ ଏସ୍ପି ଓ ଜଗତସିଂହପୁର ଏସ୍ପିଙ୍କ ସହିତ ଆଲୋଚନା କରିବା ପରେ ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଦେଖନ୍ତୁ, ଆଜି ये आमर पाटसुंदरपुर, कोरुओ एवं तालदा एवं मुतुरिया, बालिकूल ये पंचायतर अनेक गाँव लोक मैंने मो पाखे पहुँची एवं सेमानकर अभियोग थिला जदि एठारे बालीघाट चले ताले जो बाली गुड़िक एठी खनन करा जिवो जहा फल परवर्ती अवस्था ये गाँ गुड़िक विपद पड़ो। तेणु से दृष्टिकोण मुझे निर्भर प्रतिश्रुति देती मुझे स्थिति की अनुधान करने निजे उपस्थित रही एवं ये कथा को देखी। अपरपेक्षे आमर पुरी जिलार कलेक्टर को ये संपर्क अवगत कर जिला प्रशासन तरफ ये स्थिति को अनुधान करने आसंता काली जिला प्रशासन तरफ तांकर लोक आसिक ये स्थिति को देखिए। अपरपेक्षे गोटे कथा हूँ आम लोकंर स्वार्थ आम आखि आगे बढ़ गोटे कथा हूँ रेभिन्यू आम बालीघाट जरिया कि अन्य जोटा प्राकृतिक संबल अच्छी ता जरिया आम राजस्व पाइबा किंतु लोकंर स्वार्थ को माड़ खुआई देकी राजस्व को आम गुरुत्व देवा उचित नुहे। तेणु से दृष्टिकोण ये स्थिति अनुसार आपको सर्वे करा से अनुसार एक्शन नवाई मु जिला प्रशासन को निश्चित भाव में अनुरोध करी एवं जो माइंस डिपार्टमेंट अच्छी जे कंसर्न ऑफिसर अच्छा से ठिकना भाव में जो माने बालीघाट पाई नीलाम से
କୋଉଭଳି ଭାବରେ କାଗଜପତ୍ର ସଂଗ୍ରହ କରିଛନ୍ତି ତାକୁ ମଧ୍ୟ ଏ କଥାକୁ ଆମକୁ ଅନୁଧ୍ୟାନ କରିବାକୁ ପଡ଼ିବ।